जैमिनी भारत धर्मराज एवं श्रीकृष्ण दर्शने जुबनाश नृप और राणी प्रभावती आनंद। तुम्भे बे उचित वेशभूषा पिंध अभ्यर्थना करी आण शेरमणि वृंद। युधिष्ठिर जगतरे जेपरि पूजित तांक जस कीर्ति सर्व मुखे विराजित। तुम्भे मध्य अष्टलंकारे सज हुओ अन्य नारी गणे विधि विधाने सजाओ। सर्वे मेल होई जीव प्रभावती पास ज्येष्ठ भ्रातांकर एहा होइछि आदेश। आम्भे सर्वे मेल होई राजा पासे जीवु उचित व्यवहार सम्मान जे देखाइबु। तांको पाछोटी आनिबु अभ्यर्थना करी एमंत विचार करी छांति दंड धारी। आहुरी कथा ए सखी शुण मन देई आज किंपा तुम्भ तेज मलिन दिशई। किंपाई मनरे चिंता कर नारी बर जगतरे तब संगे समटेकार। भाबुछि न आसीबारु प्रभु चक्रधर से निमंते चिंता तुम्भे करुछ मनर। जानुछि सेथि निमंते तुम्भ रूप क्षीण प्रभावती प्रभावे पाइब अपमान। मनर देवता देखी केहि न जानती सकल दिय पासोरी शुण मो भारती। भीमंक वचन देवी करिण श्रवण आरंभिले कही तांकु मधुर वचन। जहा बोइले हे कांत सेहि पद्म मुख तांकु न देखिण पुरे मोर मन दुख। मो मन कथा को बुझिबे से जेते बेले मो मन उल्लास हेबो तांको कृपा बळे। दया बही दया निधि दर्शन देले मन मोहन बेशमु होइबे से काले। तांक दर्शन नाथ न पाइले मुहि खाइबा पीबा मते किछि न रुचई। मो मनरे आनंद जे न होइब जात जहा कहन्तु हे नाथ मु तब आश्रित। हे श्री हरि आसी मते दर्शन दिय लज्जा समुद्र रुवेगे पारी करि निय। जेबे बलात्कारे मोहि जीवी राणी पास सिरि छोड़ा नारी प्राय दिशिबि अवश्य। प्रभावती तेजु मोर तेज हेले उणा ए कथा कि तुम्भंकु न हेब विडंबना। एही परि पांचाली जे लय लगाइले पांचालीर मन कष्ट श्रीहरि जानिले। प्रवेश होइले आसी हस्तिना नगर जहि थिले द्रौपदी भीमसेन वीर। गरुड़ पृष्ठुतुरी देवनारायण द्रौपदींक सम्मुखरे उभा हेले पुण। भीम द्रौपदी देखिण आनंद होइले चरणे प्रणाम करी पासे बसाइले। देवी द्रौपदींक मन आनंद होइला अतिशय तेज रूप
ତହିଁ ବିରାଜିଲା। ଦ୍ରୌପଦୀଙ୍କ ମନ ଭାବ ଜାଣିଲେ ଶ୍ରୀହରି। ଯହିଁ ଯେଉଁ ଅଳଙ୍କାର ଦେହେ ତାହା କରି। ସୁବେଶ ହନ୍ତେ ଦ୍ରୌପଦୀ ଦେଖି ଭୀମ ବୀର। ପ୍ରଭୁଙ୍କୁ ମେଲାଣି ମାଗି ହୋଇଲେ ବାହାର। ବୋଇଲେ କ ମୋତେ ଚାହିଁ ଯୁଧିଷ୍ଠିର ରାଜନ। ବସିଥିବେ ଦିଅ ସଖୀ ମେଲାଣି ବହନ। ପ୍ରଫୁଲ୍ଲ ବଦନେ ଦେବୀ ବୋଲନ୍ତି ବଚନ। ଯାଅ ଶୀଘ୍ରେ ଆସୁଥିବେ ହସ୍ତିନା ରାଜନ। ବିଦାୟ ଘେନିଣ ଭୀମ ଚଳିଲେ ତୁରିତ। ଯେ ବଣ ସ୍ଥାନରେ ରହିଛନ୍ତି ଜ୍ୟେଷ୍ଠ ଭ୍ରାତ। ସୈନ୍ୟ ସହ ଧର୍ମରାଜ ଭୀମଙ୍କ ସଙ୍ଗରେ। ପ୍ରବେଶ ହେଲେ ସୁନ୍ଦର ଚମ୍ପକ ବନରେ। ଭ୍ରମର ଶବ୍ଦ କରନ୍ତି ବକୁଳ ବନରେ। ଗନ୍ଧବାୟୁ ମନ୍ଦେ କହି ମନୋଲ୍ଲାସ କରେ। ସନ୍ତାପରେ ଯାର ମନ ହୋଇଥିବ ବ୍ୟସ୍ତ। ସେ ବାୟୁ ପ୍ରବାହେ ଶୀଘ୍ର ହବ ଦୂରୀଭୂତ। ବିଳମ୍ବ ହେବାରୁ ବୃଷ କେତୁ ବୀରବର। ଯୁବନାଶ ନୃପଙ୍କର ଆସିବା ଖବର। ଜଣାଇବା ଉଦ୍ଦେଶ୍ୟରେ ସତର ଗମୀଣ। ସୁନ୍ଦର ଚମ୍ପକ ବଣ ନିକଟେ ମିଳିଣ। ଦେଖା ଦେଇ ଧର୍ମରାଜ ଅଗ୍ରତେ କହିଲେ। ଯୁବନାଶ ରାଜା ତୁମ୍ଭ ଦର୍ଶନେ ଅଇଲେ। ସମ୍ବାଦ ଦେବାକୁ ମୁହିଁ ଆସିଅଛି ଧାଇଁ। ମହାଗହଣେ ରାଜନ ରହିଛନ୍ତି ତହିଁ। ଏହା ଶୁଣି ଯୁଧିଷ୍ଠିର ହୋଇଲେ ଆନନ୍ଦ। ମୁଖ ବିକାଶ ଯେହ୍ନେ ପୂର୍ଣ୍ଣିମାର ଚାନ୍ଦ। ଅତି ଆନନ୍ଦେ ବୋଲନ୍ତି ଦେବ ଯୁଧିଷ୍ଠିର। ଚାଲ ବାବୁ ସେମାନଙ୍କୁ ବିଳମ୍ବ ନ କର। କେଉଁଠାରେ ଛନ୍ତି ନୃପ ମୋତେ ତା ଦେଖାଅ। ବିଳମ୍ବରେ ଅଥୟ ହେଉଛି ମୋର ଦେହ। ଯୁଧିଷ୍ଠିରଙ୍କର ବାଣୀ ବୃଷକେତୁ ଶୁଣି। ବୋଲନ୍ତି ଆଗେ ଚାଲନ୍ତୁ ଆହେ ନୃପମଣି। ବୃଷକେତୁ ବତାଇବା ପଥ ଅନୁସାରେ। ଚଳିଗଲେ ଧର୍ମରାଜ ସୈନ୍ୟ ଗହଣରେ। ଯୁବନାଶ ନିକଟରେ ପ୍ରବେଶ ହୋଇଲେ। ଦେଖି ଯୁବନାଶ ଗଜ ପୃଷ୍ଠୁ ଓହ୍ଲାଇଲେ। ରଥରୁ ତୁରି ଧର୍ମ ସତ୍ୱର ଚଳିଲେ। ଆନନ୍ଦରେ ବେନି ରାଜା କୋଳାକୋଳି ହେଲେ। ଯୁବନାଶ ରାଜା ଧୀରେ ବୋଇଲେ ବଚନ। ବନ୍ଦିଲି ତବ ଚରଣ ମୋ ଜୀବନ ଧନ୍ୟ। ଯୁଧିଷ୍ଠିର ବୋଲନ୍ତି ତୁମ୍ଭେ ଶୁଣ ନୃପବର। ତୁମ୍ଭ ଆଗ ମନେ ହେଲା ପବିତ୍ର ଅନ୍ତର। ଆଜି ଯାଏ ଆମ୍ଭେମାନେ ପାଞ୍ଚ ଭାଇ ଥିଲୁ। ତୁମ୍ଭଙ୍କୁ ମିଶାଇ ଆଜି 6 ଜଣ ହେଲୁ। ଆଜିଠାରୁ ତବ ଠାରେ ଭାତୃବତ ସ୍ନେହ। ରହିଥାଉ ସେ କଥା କରନ୍ତୁ ଦୟାମୟ। ଯୁବନାଶ ବୀର ଶୁଣି ଏମନ୍ତ ବଚନ। କହିଲେ ଧନ୍ୟ ହେ ରାଜା ତବ ନାମ ଧନ୍ୟ। ଯାହା ଶୁଣିଥିଲି ତାହା ପ୍ରତ୍ୟକ୍ଷ ଦେଖିଲି। ଅନେକ ଜନ୍ମର ପାପ ଦହନ କରିଲି।
ଯୁଧିଷ୍ଠିର ବୋଲନ୍ତି ଶୁଣ ହେ ରାଜନ, ସଂସାରେ ଜନମ ଲଭିଛନ୍ତି ଯେତେ ଜନ, ଇନ୍ଦ୍ରିୟର ବଶେ ପ୍ରାଣୀ ମୋହ ହୋଇ କରି, ନାନା ପାପ କରେ ଭଲ ମନ୍ଦ ନ ବିଚାରି, ସେମାନଙ୍କୁ ଯେଉଁ ଲୋକ କରଇ ଆୟତ, ତପିଗଣଙ୍କ ମଧ୍ୟେ ସେ ଜନ ଅଟେ ଶ୍ରେଷ୍ଠ, ତାହାଙ୍କୁ ଆୟତ କଲେ ରାଜଋଷି ହୋଇ, ମୁକ୍ତି ଲାଭ କରି ବୈକୁଣ୍ଠରେ ବସେ ଯାଇ, ବୈକୁଣ୍ଠଧିକାରୀ ନାଥ ଶ୍ରୀହରି ଅଟନ୍ତି, ନାନା ମାୟାରେ ଲୋକଙ୍କୁ ଭୁଲାଇ ପାରନ୍ତି, ତାଙ୍କୁ ନ ଭଜିଣ କେହି ଇନ୍ଦ୍ରିୟ ଦମନ, କରି ନ ପାରଇ ତୁମ୍ଭେ ଶୁଣ ହେ ରାଜନ, ସେହି ଜଗତର ନାଥ ନର ଦେହ ଧରି, ଏଠାରେ ଛନ୍ତି ଦେଖିବ ଆସ ଦଣ୍ଡ ଧାରି, ଶୁଣି ଯୁବନାଶ ରାଜା ଆନନ୍ଦେ ଚଳିଲେ, ଯୁଧିଷ୍ଠିର ଦେବଙ୍କ ସାଥେ ପୁରରେ ମିଳିଲେ, ଦେଖିଲେ ବିଜୟ କରି ଛନ୍ତି ବନମାଳି, ପ୍ରଣାମ କରିଣ ସ୍ତୁତି କଲେ ଦଣ୍ଡ ଧାରି, ଯୁଧିଷ୍ଠିର ଦେବ ବୋଲନ୍ତି ପାପ ତାପ ହର୍ତ୍ତା, ତ୍ରିଦଶ ଲୋକଙ୍କ ଏହୁ ଗତି ମୁକ୍ତି ଦାତା, ହର୍ତ୍ତା କର୍ତ୍ତା ନାଥ ଯେ ଅଟନ୍ତି ଦେବ ହରି, ମତ୍ସ୍ୟ କଳ୍ପ ବରାହାଦି ରୂପ ଥିଲେ ଧରି, ମୋକ୍ଷ ଦାତା ଅଟନ୍ତି ଯେ ପ୍ରଭୁ ଜଗନ୍ନାଥ, ସନ୍ତୋଷେ ଦର୍ଶନ କର ପ୍ରଭାବତୀ ନାଥ, ଆମ୍ଭ ଅନ୍ତପୁରେ ପ୍ରଭାବତୀ ଚଳି ଯାଆନ୍ତୁ, ଦ୍ରୌପଦୀଙ୍କ ସହ ମାତା ଦର୍ଶନ କରନ୍ତୁ, ଅଜନି ସମ୍ଭୂତା ଯାଜ୍ଞ ସେନୀଙ୍କ ଦର୍ଶନ, ଆବର ପ୍ରଭୁଙ୍କ ଅଷ୍ଟ ପାଟ ବଂଶୀ ଗଣ, ଏମନ୍ତ ସମୟେ ଯୁବ ନାଶ ବୀରବର, ଶ୍ରୀକୃଷ୍ଣଙ୍କ ପଦ୍ମପାଦ ଧଇଲେ ସତର, ହେ ଦେବ ବାମନ ରୂପେ ବଳି ଉଦ୍ଧାରିଲ, ପାଦ ବଜାଇ ଅହଲ୍ୟା ପାଷାଣ ତାରିଲ, ମାୟାରେ ଯୋ ପୂର୍ବତ ଭସାଇଲ ସିନ୍ଧୁ ଜଳେ, ଦୁଷ୍ଟ ମାରି ସନ୍ଥ ଜନ ପାଳ କାଳେ କାଳେ, ଅରକ୍ଷର ରକ୍ଷକ ଯେ ତେଣୁ ବୋଲାଇଛ, କୁରୁ ସଭାରେ ଦ୍ରୌପଦୀ ବିପଦ ତାରିଛ, କୁବୁଜା କୁଚ୍ଛିତ ରୂପ କରିଲ ସୁନ୍ଦର, ଶ୍ରୀକର ଲାଗନ୍ତେ ଧନ୍ୟ ହେଲା ନାରୀ ବର, ମୁହିଁ ଆଶ୍ରା କରିଅଛି ଏ ଭବ ସିନ୍ଧୁରୁ, କିପରି ଉଦ୍ଧାର ହେବି आहे कल्पतरु रखवान रख प्रभु चरणे दासकु सबु आशा छाड़ी छाड़ी ध्याये तुम्भ पयरकु कृपा कर कृपामय ए दिन उपरे शेष काले ठाब दिय अभय पयरे धर्म युधिष्ठिर मुख चाहे दंडधारी बोलती ए यज्ञस थिला मोहपुरी अस आदि धर्म नारायण को देखिली ए मानव जन्म आजी सार्थक लभिली धन्य एहि वृष केतु कर्णग नंदन युद्ध काले शत्रु होई रखिले मो प्राण मेघ वर्ण वृष केतु भीमंकर तुले
ଅନୁରୋଡ଼ ମାନି ସେ ମୋ ପୁରରେ ମିଳିଲେ। ଯେମିତି ଫୁଲ ସଂଯୋଗେ ପଟ ଯେ ନିସ୍ତରେ, ସେହିପରି ଏ ଅଧମ ମିଳିଲା ଛାମୁରେ। ଚର୍ମ ଡୋଳାରେ ଦେଖିଲି ରୂପ ଦେବଙ୍କର, ଭବ ସମୁଦ୍ରରୁ ନିଶ୍ଚେ ହୋଇବି ଉଦ୍ଧାର। ଏଣେ ଦ୍ରୌପଦୀ ସୁନ୍ଦରୀ ଦାସୀ ଗଣ ନେଇ, ପାଛୋଟିଣ ନେଇ ପ୍ରଭାବତୀ ମହାଦେଇ। ପାଞ୍ଚାଳି ଅର୍ଘ୍ୟ ଘେନିଣ ସୁବର୍ଣ୍ଣ ଥାଳିରେ, ବନ୍ଦାଇଲେ ହରସରେ ରାଣୀଙ୍କ ପୟରେ। ଯୁବନା ଶଙ୍କର ରାଣୀ ଆନନ୍ଦ ହୋଇଲେ, ପାଞ୍ଚାଳିଙ୍କ ପାଦ ପଦ୍ମ ସାଦରେ ବନ୍ଦିଲେ। ଦୁଇ ରାଣୀ ପ୍ରେମ ଭୋଳେ ଧରା ଧରି ହୋଇ, ମାତା କୁନ୍ତୀ ଦେବୀ ପାଶେ ପ୍ରବେଶିଲେ ଯାଇ। ଦ୍ରୌପଦୀ ପ୍ରଭାବତୀ ହରସ ହୋଇଣ, ନମିଲେ କୁନ୍ତୀ ଦେବୀଙ୍କ ଚରଣେ ଯାଇଣ। କଲ୍ୟାଣ କରିଣ ମାତା ସତରେ ଉଠିଲେ, ପ୍ରଭାବତୀ ଦ୍ରୌପଦୀଙ୍କୁ କୋଳାଗ୍ରତ କଲେ। ତହୁଁ ସତ୍ୟଭାମା ରୁକ୍ମିଣୀଙ୍କ ପାଶେ ଗଲେ, ନମସ୍କାର କରି ପ୍ରଭାବତୀ ରାଣୀ ବୋଲେ। ଜଗତ ଜନନୀ ତୁମ୍ଭେ ଲକ୍ଷ୍ମୀ ନାରାୟଣୀ, ବିଷ୍ଣୁ ଅର୍ଦ୍ଧାଙ୍ଗିନୀ ମାତ ଘେନ ମଦୟିନୀ। ଏହି ଭାବେ ଭକ୍ତି ହରି ପ୍ରଭାବତୀ ରାଣୀ, ତାପରେ ବନ୍ଦିଲେ ଯାଇ ଶ୍ରୀକୃଷ୍ଣ ଜନନୀ। ଯଥାବିଧି ଅନୁସାରେ ମାନ୍ୟ କଲେ ରାଣୀ, ସ୍ନେହ ଭରେ କୋଳା କୋଳି ହୋଇଲେ କାମିନୀ। ତଦପରେ ପାର୍ଥ ଯୁବନାଶ ପାଶେ ଗଲେ, ତାହାଙ୍କ ଚରଣ ତଳେ ନମସ୍କାର କଲେ। କଲ୍ୟାଣ କରିଣ ନୃପ ସତରେ ଉଠିଲେ, ଅର୍ଜୁନକୁ ସ୍ନେହ ଭରେ ଆଲିଙ୍ଗନ କଲେ। ବୋଇଲେ ଶୁଣିଛି ପାର୍ଥ ତୁମ୍ଭର ବିକ୍ରମ, ନାମ ଶୁଣି କମ୍ପନ୍ତି ସକଳ ସୁରଗଣ। ଯେପରି ବିକ୍ରମ ଧର୍ମ ଜ୍ଞାନ ସେହିପରି, ଦେଖିଣ ସନ୍ତୋଷ ଚିତ୍ତ ହୋଇଲା ମୋହରି। ଅର୍ଜୁନ ବୋଇଲେ ଆହେ ପ୍ରଭାବତୀ ନାଥ, ଆଜିଠାରୁ ତୁମ୍ଭେ ମୋର ଅଟ ଜ୍ୟେଷ୍ଠ ଭ୍ରାତ। ଧନ୍ୟ ଆମ୍ଭପୁରୀ କେତେ ତପ କରିଥିଲା, ତୁମ୍ଭ ପରି ନୃପତିଙ୍କ ଚରଣ ପଡ଼ିଲା। ଧର୍ମଦେବ ଯେପରି ଆପଣ ସେହିପରି, ଆମ୍ଭର ଭକ୍ତି ଭାଜନ ଅଟ ଦଣ୍ଡଧାରୀ। ଆପଣଙ୍କ ବାର ପୁତ୍ର ସୁବେଗ ସୁମତି, ଯଥାବିଧିରେ ଆମ୍ଭଙ୍କୁ କରିଲେ ପ୍ରଣତି। ପ୍ରଶଂସା କରି ବୋଲନ୍ତି ଯୁବନାଶ ବୀର, ଅନେକ ଯୋଦ୍ଧା ମୁଁ ଦେଖି ଅଛି ନେତ୍ରର। ତାଙ୍କ ବୀର ଧର୍ମ ଦୟା ଭକ୍ତି ତୁଳନାରେ, ବୃଷକେତୁ ସମସ୍ତଙ୍କୁ ଜିଣିବେ ବିଧିରେ। ବଡ଼ ଦୟାବନ୍ତ ଦାନୀ କର୍ଣ୍ଣଙ୍କ କୁମାର, ତାଙ୍କ ଦୟାରୁ ମୋ ପ୍ରାଣ ରହିଛି ହେ ବୀର। ବୃଷକେତୁ ତୁଳନାରେ ସମସ୍ତେ ଅଜ୍ଞାନ, ଅସାର ସମ୍ପଦ ସୁଖେ ଥାନ୍ତି ମୋହେଣ। ଅପୂର୍ବ ସ୍ୱରୂପ ନବ ଘନ ଦେହ ବନ, ସମ୍ପଦ ଏହାର ସଙ୍ଗେ ନୋହିବ ସମାନ। ପ୍ରେତର ଯେପରି ଅଧିକାର ଶ୍ମଶାନରେ,
मोर मन अटे सदा श्रीपाद पद्मरे अंतर्जामी बारे घेन विनती मोहर तुम्भ श्री चरण तले रख एहि सर धन रत्न संपदे मो प्रयोजन नाही तुम्भ श्री चरण ध्याये मुक्ति हेबा पाई ऋषि मुनिंकर आत्मा जेपरि पवित्र तुम्भ नामे रत थाउ सदा मोर चित्त भोग कलारे तांकर न थाए जे मन केवल तांको भावना श्रीहरि भजन तांको परि केन्हे हेबी मोते कर दया हे श्रीहरि मोह ठारे नरखिण माया धर्म युधिष्ठिर मेध करिबाको बांछा करिछन्ति पुण्य कर हे ताहाको हे देव जगन्नाथ हे दिय अनुमति असत्याग करन्तु जे वृषकेतुरथि ज्येष्ठ धर्मराज देखि हुअन्तु संतोष ए विनती तब पाखे आहे पितवास जुवनाश भक्ति देखि आनंद रे हरि सुबेग वृषकेतुंकु कोलाग्रत करी समस्तंकु नेई पुर मध्य को चलिले एक मास जाए तही काल कटाइले वासुदेव पांडवंकु बोलंती वचन जेपरि होइब मेध यज्ञ शुण चैत्र पूर्णिमा परे असमुक्त हेब इच्छा मते एकादश मास से बुलिब तार पछे वीर माने अस्त्र शस्त्र धरी जीवे जे अश्व बांधिब आनिबे उद्धारी इच्छा अनुसारे अश्व भ्रमण करिब सारा पृथ्वी रे सर्व स्थान रे बुलिब 11 मास पुरिले आणी अश्वर यज्ञ आरंभ करिबे धर्म युधिष्ठिर द्वारका भुवनेबे मुहि जाउअछि एमंत कहिले प्रभु देवतीर बछि जेते बेले जाए शुभ बेल न आसीब तेते बेल जाए असो जत्ने रखिथिब जुबनाश नृपतिंकु रख जत्न करी जेपरि कष्ट न पांति तिळे दंडधारी अमर गण जेपरि यज्ञ को आसीबे एपरि विधान देव सत्तरे करिबे एते कहि द्वारका को गले नारायण ताहा परे वेद व्यास प्रवेशिले पुण युधिष्ठिर जुवनाश असुर रक्षणे किपरि यज्ञ होइब विचारन्ति मने वेद व्यासंक उपरे धर्म युधिष्ठिर नेत्र पड़िबारु चित्त आनंद पार प्रणाम करिण पादे बोलंती वचन पवित्र होइलु पाई तुम्भ दर्शन वेद व्यास कल्याण करंती युधिष्ठिरे कह केउ परि बाबू अछु कुशल रे
ଯୁଧିଷ୍ଠିର ବୋଲନ୍ତି ବାରେ ଶୁଣ ତପିବର, ଅଶ୍ୱମେଧ ଯଜ୍ଞ ପାଇଁ ଚିନ୍ତା ମୋ ମନର। ଶୁଣିଅଛି ପୂର୍ବେ ଥିଲା ମରୁତ ରାଜନ, ଅଶ୍ୱମେଧ ଯଜ୍ଞ ସେହି କଲେ ସମାପନ। ସେ କଥା ସଂକ୍ଷେପୀ ମୋତେ କହ ମୁନିବର, ଶୁଣିଲେ ହୃଦୟରୁ ଚିନ୍ତା ହେବ ବାଦୁର। ବୋଲନ୍ତି ଯେ ବ୍ୟାସଦେବ ଶୁଣ ଯୁଧିଷ୍ଠିର, କହିବା ମରୁତ ଜ୍ଞାନ ବିଧିର ବିଚାର। ପୂର୍ବେ ମରୁତ ରାଜନ ମହାଯଜ୍ଞ କଲେ, ବୃହସ୍ପତିଙ୍କୁ ମନରେ ସ୍ମରଣ କରିଲେ। ଦେବସଭା ମଧ୍ୟେ ବୃହସ୍ପତି ବସିଥିଲେ, ମରୁତ ସ୍ମରନ୍ତେ ଯୋଗ ବଳରେ ଜାଣିଲେ। ଇନ୍ଦ୍ରଙ୍କୁ ବୋଲନ୍ତି ଗୁରୁ ଶୁଣ ସୁନାସିର, ମର୍ତ୍ତ୍ୟ ମୋତେ ଚିନ୍ତା କଲେ ମରୁତ ଈଶ୍ୱର। ମୁଁ ଏବେ ଇଚ୍ଛା କରିଛି ତାପୁରେ ଜୀବଇଁ, ସେ ନିମନ୍ତେ ତବ ପାଶୁ ବିଦାୟ ମାଗଇ। ସୁନାସିର ବୋଲନ୍ତି ଯେ କିମ୍ପାଇଁ ମରୁତ, ଚିନ୍ତା କଲେ ଗୁରୁଦେବ କହ କରି ତଥ୍ୟ। ବୃହସ୍ପତି ବୋଲନ୍ତି ଯେ ମରୁତ ନୃପମଣି, ଅଶ୍ୱମେଧ କରିବାକୁ କରିନ ଭାଳେଣି। ସେଥିଲାଗି ଆମ୍ଭଙ୍କୁ ଚିନ୍ତନ୍ତି ନୃପବର, କି କରିବି କୁହ ମୋତେ ଏଥିର ବିଚାର। ସଚିପତି ବୋଲନ୍ତି ଶୁଣ ହେ ଦେବଗୁରୁ, ଅନ୍ୟାୟ ଅଟଇ ତୁମ୍ଭ ଯିବା ସ୍ୱର୍ଗପୁରୁ। ନରଲୋକେ କରିବେ ଯେ ଅଶ୍ୱମେଧ ଯଜ୍ଞ, ସେଠାକୁ ତୁମ୍ଭ ଯିବାର ନୁହେଁ ମହାଭାଗ। ନରପକ୍ଷେ ଯଜ୍ଞ ଅଟଇ ଦୂଷଣଇ, ନ ଯାଅ ତହିଁ ଗୁରୁ ମହାଶୟ। ଇନ୍ଦ୍ରଙ୍କର ବାଣୀ ଶୁଣି ସ୍ୱର୍ଗେ ଦେବଗୁରୁ, ତାଙ୍କ ଆଜ୍ଞା ଭାଙ୍ଗି ନଥିଲେ ଯେ ସ୍ୱର୍ଗପୁରୁ। ଏମନ୍ତ ସମୟେ ଧାତା ସୁତ ମୁନିବର, ପ୍ରବେଶ ହୋଇଲେ ଯାଇ ତାହାଙ୍କ ନବର। ନାରଦଙ୍କୁ ଦେଖି ନୃପ ଦିବ୍ୟାସନ ଦେଲେ, ଆସନେ ବସିଣ ମୋହି କଲ୍ୟାଣ ବାଞ୍ଛିଲେ। ମରୁତ ନୃପତି ବୋଲେ ଶୁଣ ତପିବର, ଅଶ୍ୱମେଧ କରିବାକୁ ପାଞ୍ଚିଛି ମନର। ଏଣୁ କରି ଦେବଗୁରୁ କରିଲି ସ୍ମରଣ, କିମ୍ପା ନ ଆସିଲେ ଗୁରୁ କହନ୍ତୁ ଆପଣ। ନାରଦ ବୋଲନ୍ତି ତୁମ୍ଭେ ଶୁଣ ନୃପବର, ଦେବଗୁରୁ ଜଣାଇଲେ ଇନ୍ଦ୍ରଙ୍କ ଛାମୁର। ଇନ୍ଦ୍ର ବୋଇଲେ ହେ ଗୁରୁ ଶୁଣ ଆମ୍ଭବାଣୀ, ନର ହୋଇ ଅଶ୍ୱମେଧ ଯଜ୍ଞ କରେ ପୁଣି। ସେ ଯଜ୍ଞକୁ ତୁମ୍ଭେ ଯିବା ନୁହଁ ଉଚିତ, ମୋର ବିଚାରେ ତୁମ୍ଭର ଅଟେ ଅନୁଚିତ। ଏଣୁ କରି ବୃହସ୍ପତି ନ ଆସିଲେ ଏଥି, ଏ ବାରତା ଦେବାକୁ ତ ପୁରକୁ ଆସିଛି। ନାରଦଙ୍କ ବାଣୀ ଶୁଣି ମରୁତ ରାଜନ, କିପରି କରିବି ଅଶ୍ୱମେଧ ତପୋଧନ। ଦେବଜ୍ଞ ନ ହେଲେ ଯଜ୍ଞ ନ ହୋଇବ ପୁଣି,
କିପରି ମୋ ଆଶା ପୂର୍ଣ୍ଣ ହେବ ତପି ମଣି। ନାରଦ ବୋଲନ୍ତି ଶୁଣ ରାଜା ମନ ଦେଇ, ସମ୍ବର୍ତ୍ତ ମୁନିବର ଯେ ଦେବଜ୍ଞ ଅଟଇ। ତାହାଙ୍କୁ ଯଦ୍ୟପି ବାବୁ ଆଣି ପାରୁ ଯାଇ, ତୋ ମନ କାମନା ନିଶ୍ଚୟ ପୂରଣ ହେବଇ। ମୁନିଙ୍କୁ ସ୍ମରଣ କଲେ ମରୁତ ରାଜନ, ପ୍ରବେଶ ହୋଇଲେ ମୁନି ରାଜାଙ୍କ ଭୁବନ। ମୁନିଙ୍କି ପ୍ରଣାମ କରି ଦୁଃଖ ଜଣାଇଲେ, ମୁନିବର ମନ୍ତ୍ର ପାଠେ ଯଜ୍ଞ ଆରମ୍ଭିଲେ। ବେଦ ଅଧ୍ୟୟନ କଲେ ମୁନି ଶୁଦ୍ଧ ମନେ, ଆହୁତି କରନ୍ତି ଘୃତ ଦେଇଣ ବହନେ। ଯଜ୍ଞ ପୂର୍ଣ୍ଣ କଲେ ମୁନି ହୋଇ ହୃଷ୍ଟ ମନ, ମନ୍ତ୍ର ପାଠେ ଗାତ୍ର ଶୁଦ୍ଧି କରିଲେ ବହନ। ମରୁତ ରାଜାଙ୍କ ଦେହେ ଯେତେ ପାପ ଥିଲା, ଯଜ୍ଞ ପୂର୍ଣ୍ଣ ହେବାରୁ ସକଳ କ୍ଷୟ ଗଲା। ପୂର୍ଣ୍ଣାହୁତି ଦେଇ ଯଥାବିଧି ବଢ଼ାଇଲେ, ଯଜ୍ଞ ଶେଷେ ମରୁତ ରାଜନ ସ୍ୱର୍ଗେ ଗଲେ। ଏଣୁ କରି ଧର୍ମରାଜ ଶକ୍ତି ଅନୁସାରେ, କରିଲେ ଅବଶ୍ୟ ଫଳ ମିଳିବ ସତରେ। ଏ ଜନ୍ମରେ ଯଶ ଲାଭ ଅନ୍ତେ ସ୍ୱର୍ଗବାସ, ପାଇବାକୁ ଚେଷ୍ଟା କର ଆହେ ପଣ୍ଡୁ ଶିଷ୍ୟ। ବ୍ୟାସଦେବଙ୍କ ମୁଖରୁ ଶୁଣିନ ଏ ବାଣୀ, ଆନନ୍ଦ ସାଗରେ ମଗ୍ନ ହେଲେ ନୃପମଣି। ବାରମ୍ବାର ପଚାରନ୍ତି ଶୁଣ ମୁନିବର, କେଉଁ ପରି ଅଶ୍ୱମେଧ ଯଜ୍ଞ ହେବ ମୋର। ବ୍ୟାସଙ୍କ ଉତ୍ସାହ ଗିର ଶୁଣି ଯୁଧିଷ୍ଠିର, ଅତିଶୟ ଆଶା ବୃଦ୍ଧି ହୋଇଲା ତାଙ୍କର। ଧନ ହେଲେ ରାଜାଙ୍କର ଲୋଭ ବଢୁଥାଏ, ଯେପରି ଘୃତ ସଂଯୋଗେ ଅଗ୍ନି ବୃଦ୍ଧି ହୁଏ। ସେପରି ଯୁଧିଷ୍ଠିର ମନେ ଧର୍ମ ଲୋଭ ହେଲା, ବ୍ୟାସଦେବଙ୍କୁ ବିନତି କଲେ ଧର୍ମ ବଳା। କଥୋପକଥନ ହେଲା ବସ୍ତୁତ ସମୟ, ଶ୍ରୋତା ବକ୍ତା ଦୁଇ ଜଣ ଆନନ୍ଦ ହୃଦୟ। ଯୁଧିଷ୍ଠି ବୋଲନ୍ତି ସ୍ୱର୍ଗ ଚାନ୍ଦ କେବେ କରେ, ଡାକି ହାତ ବଢ଼ାଇଲେ ପଡ଼େ କି ବେଗରେ। ବିପଦ କାଳେ ଉଦ୍ଧାର ବାଟ ଯେ ନ କରେ, ମନ କଷ୍ଟେ ବସିଲେ ବା କାହୁଁ ତହୁଁ ତରେ। ବିରସ ମନରେ ରାଜା ନିରାଶ ହୋଇଣ, ଯଜ୍ଞ ବୃଥା ହେବ ବୋଲି ବିଚାରନ୍ତି ମନ। ଧର୍ମରାଜାଙ୍କର ମୁଖ କଳା ପଡ଼ିଗଲା, ଭାବି ଭାବି ତାଙ୍କୁ ଚିନ୍ତା ଜ୍ୱର ଆକର୍ଷିଲା। ଦୀର୍ଘ ନିଶ୍ୱାସ ମାରନ୍ତି ହତାଶ ହୋଇଣ, ବୋଲନ୍ତି ରାଜନ ଶିରେ କରନି ବେଶୀଣ। ମୋ କପାଳେ ପୁଣି ଏହା ଲେଖିଥିଲା ବିହି, କେବଳ ପାପରୁ ଏହି ଦଣ୍ଡ ପାଉଛଇ। ଯେଉଁ ଦିନ ଠାରୁ ଜ୍ଞାନ ହେଲାଣି ମୋହର, ଭଲ କାର୍ଯ୍ୟ ବିନା ମନ୍ଦ କରିନି କାହାର। ଅପକାର କରି ନାହିଁ ଦିନେ ମାତ୍ର କାର, କିମ୍ପା ଏହି ଦୁର୍ଘଟଣା
ଘଟିଲା ମୋହର। କାହିଁ ପାଇଁ ଏତେ ଦୁଃଖ ପାଉଅଛି ମୁହିଁ, ଜଣାଯାଏ ପୂର୍ବେ ବହୁ ପାପ ଅର୍ଜିଛଇଁ। ଦୈବ ଭଗାରୀ ହେଲେ ଏହା ହୋଇପାରେ, କଳି କି କରିବି ଯାଇ ଦୈବ ସଙ୍ଗରେ। ଏହିପରି ମନେ ଚିନ୍ତା କରି ଯୁଧିଷ୍ଠିର, ସତ୍ୟବତୀ ସୁତଙ୍କର ଧରିଲେ ପୟର। आहे ସର୍ବଜ୍ଞ ପୁରାଣ ପୁରୁଷ ପ୍ରବର, ବାରେ ମାତ୍ର ଏହି ଦିନ ଠାରେ ଦୟା କର। ସର୍ବଦା ଚିନ୍ତାରେ ମୋର ଅନ୍ତର ଜଳଇ, କେହ୍ନେ ଶାନ୍ତ ହେବ ଦିଅ ଉପାୟ ବତାଇ। ଧର୍ମରାଜାଙ୍କ ବ୍ୟାକୁଳ ଦେଖି ତପିବର, ସାନ୍ତ୍ୱନା ଛଳରେ ବୁଝାଇଲେ ସବୁ ଗୀର। ତାଙ୍କ ବାକ୍ୟ ତୃପ୍ତି ହେଲେ ଧର୍ମ ଯେ ନନ୍ଦନ, ଗୀତ ଛନ୍ଦେ କହେ ଦ୍ୱିଜ ନାରାୟଣ ଦୀନ। ବର୍ଣ୍ଣାଶ୍ରମ ଧର୍ମ ବିଷୟରେ ଯୁଧିଷ୍ଠିରଙ୍କୁ ବ୍ୟାସଙ୍କ ଉପଦେଶ। ଶୁଣ आहे ଜନ୍ମେଜୟ ମନ କର୍ଣ୍ଣ ଦେଇ, ବ୍ୟାସଙ୍କ କଥାରେ ଧର୍ମ ରାଜ ତୃପ୍ତି ହୋଇ। ସାଷ୍ଟାଙ୍ଗ ପ୍ରଣାମ କରି ପଣ୍ଡୁ ଜ୍ୟେଷ୍ଠ ପୁତ୍ର, ଆନନ୍ଦରେ ଗଦ ଗଦ ଦେହ ପୁଲକିତ। ବେନି କର ଯୋଡ଼ି ତାଙ୍କୁ ବୋଇଲେ ସଧୀରେ, आहे ଦେବ ବାରେ ମାତ୍ର ଦୟା କର ମୋରେ। କୁହନ୍ତୁ କିପରି ଯଜ୍ଞ ହେବ ଆୟୋଜନ, କେଉଁ ଉପାୟ ନିର୍ବିଘ୍ନେ ହେବ ସମାପନ। ସେ କଥା ସର୍ବଦା ଦହେ ହୃଦୟ ମୋହର, ସନ୍ନିପାତ ବ୍ୟକ୍ତି ଜଳ ଲୋଡ଼ିଲା ପ୍ରକାର। ତାକୁ ଜଳ ନ ଦିଅନ୍ତି ତାର ମନ୍ଦ ଲାଗି, କିନ୍ତୁ ଜଳ ଯୋଗେ ବ୍ୟସ୍ତ ହେଉଥାଏ ରୋଗୀ। ତେମନ୍ତ ମୋହର ମନ ହୁଅଇ ସତତ, ମନ ଶାନ୍ତି ହେଉ ନାହିଁ ସତ୍ୟବତୀ ସୁତ। ତୁମ୍ଭ ଠାରୁ ଆଉ ଧର୍ମ ତତ୍ଵ ମୁଁ ଶୁଣିଲେ, ମନର ଶାନ୍ତି ମାନ ଦୂର ହେବ ଭଲେ। ଦୟା କର ସେ ଆଶା ମୋ କେବେ ପୂର୍ଣ୍ଣ ହେବ, ତାହା ନ ହୋଇଲେ ନିଶ୍ଚୟ ମରଣ ମୋ ଧ୍ରୁବ। ଧର୍ମର ନିୟମ କେଉଁ ମୂଳ ସୂତ୍ରେ ଅଛି, आहे ତପିବର ମତେ କହିବା କବାଛି। ଆଶ୍ରମ ବାସରେ ଧର୍ମ ଭେଦ ବର୍ଣ୍ଣ ଭେଦ, ଧର୍ମଶାସ୍ତ୍ରେ ଯେହ୍ନେ ଲେଖିଛନ୍ତି ଦେବବୃନ୍ଦ। ସର୍ବଲୋକେ ହିତକାରୀ ସଜ୍ଜନ ସୁମତି, ହେ ମହର୍ଷି ଲୋକେ ଏହା କିପରି ଅର୍ଜନ୍ତି। ଯେଉଁ ଜୀବ ବୃଥା ମୋହ ମାୟାରେ ପଡ଼ନ୍ତି, କେଉଁ ପରକାରେ ସେହି ମୁକ୍ତି ଯେ ଲଭନ୍ତି। କି କାର୍ଯ୍ୟ କରିଲେ ହୁଏ ଜଗତରେ ଖ୍ୟାତି, ବଂଶର ସମ୍ମାନ ବଢ଼େ ଧର୍ମ କର୍ମେ ମତି। ଅନ୍ତକାଳେ ସ୍ୱର୍ଗବାସ ହୁଏ ବିଶେଷରେ, ପ୍ରକାଶିଣ ବାରେ ତପି ମଣି କହ ମୋରେ। ଧର୍ମରାଜନ ବଚନ ବ୍ୟାସଦେବ ଶୁଣି, ଅତିଶୟ ହରସରେ ବୋଲୁଛନ୍ତି ବାଣୀ। आहे ପଣ୍ଡୁ କୁଳମଣି ଦୀର୍ଘଜୀବୀ ହୁଅ, ତବ କଥା ଶୁଣି ମୋର ଆନନ୍ଦ ହୃଦୟ।
ଜ୍ଞାନ କଥା ଶୁଣିବା କାରଣେ ତୁମ୍ଭ ମନ। ଶୁଣିଲେ ସନ୍ଦେହ ଜାଲ କଟିବ ବହନ। ଯୁକ୍ତି ତର୍କ କରି ମନ ଭାବ ଯେ ବୁଝଇ। ବିବେକ ଶକ୍ତିରେ ଭଲ ମନ୍ଦ ବିଚାରଇ। ଜାଣିଲି ଏ ପୃଥିବୀରେ ତୁମ୍ଭେ ଏକମାତ୍ର। ଧର୍ମ ଚତୁଷ୍ପଦ ତୁମ୍ଭ ଠାରେ ଚିରାଜିତ। ପାପ ତାପ ନାଶିବାକୁ ହୋଇଛ ଉଦୟ। ଅତି ନିର୍ମଳ ଅଟଇ ଜାଣ ତବ କାୟ। ପବିତ୍ର ଆତ୍ମା ଥିବାରୁ ତୁମ୍ଭର ନିରତେ। ସେ ଲାଗି ଶ୍ରୀହରି ନ ଛାଡ଼ନ୍ତି କଦାଚିତେ। ସାଧାରଣ ତତ୍ତ୍ୱ ବୁଝି ସାମାନ୍ୟ ବୁଦ୍ଧିରେ। ଧର୍ମ ଲାଭ କରିଅଛ ଶୁଣିଛି କର୍ଣ୍ଣରେ। ତୁମ୍ଭ ସମ ଶ୍ରୋତାଏ ଭବରେ କେହି ନାହିଁ। ମୁକ୍ତ କଣ୍ଠେ ଏହା ମୁଁ କହୁଛି ନୃପ ସାଇଁ। ମୋହର ବଚନ ଶୁଣ ଆହେ ଧର୍ମରାଜ। ପ୍ରଥମେ ସଂସାର ଗିର ମନ ଦେଇ ହେଜ। ବିଧାତା କେତେ ପ୍ରକାରେ ଜୀବ ସୃଜିଛନ୍ତି। ଆପଣା ଇଚ୍ଛାରେ କାଳ ବସେ ସେ ଚଳାନ୍ତି। କେବେ ସୃଷ୍ଟି କେବେ ସ୍ଥିତି କେବେ ବା ପ୍ରଳୟ। କେ ହସେ କେ କାନ୍ଦେ କେହୁ ବିଷାଦ ହୃଦୟ। ମାନବ ପ୍ରାଣୀ ଗଣଙ୍କ ମଧ୍ୟରେ ପ୍ରଧାନ। ଜ୍ଞାନ ବୃଦ୍ଧି ଚିନ୍ତା ଶକ୍ତି ଆଦି ବିଦ୍ୟମାନ। ମନୁଷ୍ୟ ଶରୀରେ ପ୍ରଭୁ ସଦା ବିରାଜିତ। କିନ୍ତୁ ସେମାନଙ୍କ ଅଛି ପାର୍ଥକ୍ୟ ବହୁତ। ସତକର୍ମ କରିଲେ ସତ୍ୟ ଫଳ ଯେ ମିଳଇ। ମାନବ ସତ ମାର୍ଗରେ ଗଲେ ମୁକ୍ତି ପାଇ। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ମଧ୍ୟ ଶୂଦ୍ର ନୀଚ। କର୍ମ ବଶେ ଶୂଦ୍ର ହୋଇ ପାରଇ ଯେ ଉଚ୍ଚ। ଚାରି ବର୍ଣ୍ଣରେ ବ୍ରାହ୍ମଣ ଅଟଇ ପ୍ରଧାନ। ସେଥିଲାଗି ବ୍ରାହ୍ମଣ ପାଆନ୍ତି ବହୁମାନ୍ୟ। ବ୍ରାହ୍ମଣଙ୍କ କର୍ମ ବେଦ ବିଧି ଧର୍ମ ଜ୍ଞାନ। ତପ ଜପ କ୍ରିୟାଦି ପବିତ୍ର ବିଧାନ। ଯାଜନ ଯଜନ ଅଧ୍ୟୟନ ହୋମ ଯଜ୍ଞ। ସାବିତ୍ରୀ ଗାୟତ୍ରୀ ଦେବ ପୂଜାଦି ସର୍ବ। ଧର୍ମଶାସ୍ତ୍ର ପୁରାଣାଦି ପଠନ କରଇ। ଧର୍ମେ ମତି ରଖି ପାପ ମନେ ନ ଦିଅଇ। ଆଗମ ନିଗମ ଗୀତା ଆଦି ଯେତେ ପାଠ। ଏହାକୁ ସର୍ବଦା ଯେହୁ କରନ୍ତି ଅଭ୍ୟସ୍ତ। ଧର୍ମ ରକ୍ଷା କରନ୍ତି ଯେ ପବିତ୍ର ହୃଦୟରେ। ପର ଅପବାଦ ଭୀତି ରକ୍ଷିଣ ମନରେ। ଲୋକ ମୁଖେ ଯଶ ପ୍ରଶଂସିତ କାର୍ଯ୍ୟ କରେ। ମନ ନ ବଳାଏ ପର ଦ୍ରବ୍ୟ ହରଣରେ। ସେ ପର ସମ୍ପଦ ଦେଖି ମନରେ ଭାଳଇ। ପ୍ରଭୁଙ୍କର ଖେଳ ଘର ସଂସାରେ ଅଟଇ। ଧର୍ମ ନ୍ୟାୟ କଥା ବିନା କିଛି ନା ଜାଣଇ। ସତ୍ୟ ଚେଷ୍ଟା ଭିନ୍ନ ତାର ଅନ୍ୟ ଚେଷ୍ଟା ନାହିଁ। ଗୁରୁ ନାମ ମନ୍ତ୍ରକୁ ସେ ଯତ୍ନ କରି ଧରେ। ଅନ୍ୟ ମନ ନ ବଳାଇ ବିଷ୍ଣୁ ସେବା କରେ। ବ୍ରାହ୍ମଣଙ୍କ କର୍ମ ଏହା
जेबे द्विज करे ब्रह्म तेज लभे ख्याति हुई संसारे सत्य बिना मिथ्या को जे मुखे न धरई से जेउ कार्य करिब निष्पक नहई ब्रह्म शक्ति अनल शक्तिरु बलि टाण ब्रह्म तेज को डरन्ति स्वर्गे देवगण सर्वभूते समभाव न करे प्रभेद ब्रह्म जानाति ब्राह्मण लेखि अछि वेद तान करी जे संसारे होई अछि ख्यात धर्मर महिमा गुणे होई मोहित युद्धरे बलिष्ठ लोक दुर्बल को देखी लज्जा भरे नाही न्याय पण को से रखी न पलाई सैन्य सम्मुखे युद्ध करे प्राण हरांती से माने जानती स्वर्गपुरे शरणागत जनकु जेहु न प्रहारे ताहा हेले तार ख्याति रहे महीरे इह जन्मे पर जन्मे से सुख लभई सत्य कथाए निश्चय एथे मिथ्या नाही एमंत सुगुणवंत अटे जेउ नर प्रकृति क्षत्रिय सेही एही जगतर वाणिज्य निपुण जेहु न्याय पथे जाए स्वभाव सरल जेबे हृदय शांति थाए अतिथि सेवारे सदा मन रखी थाई मिथ्या कथा शुणिबाकू कान न डेरई नाना दान धर्म करे तीर्थ मान करे कली बोली मने गर्व तिले से न करे वैश्यर गण एही चिन्ह जान विज्ञानर संसारे भोग करई सम्मान पार अतिथि सेवारे सदा मनटी जहार मिछ कथा शुणी घृणा करे जेउ नर जार मन थाए करी बाकु व्यर्थ वास वैश्य लक्षणे से करे जे भोग विलास शूद्र मानकर कार्य शुण मन देई सेवा करिले सर्वदा एमानंकु सेही जप तप यज्ञ आदि वेद पाठ जेते शूद्र मानंकु कहिबा नुहे शास्त्र मते विप्र सेवा कले तांक सदगति हुए देवतार पूजा फल सहजे से पाए जे शूद्र सत्कर्म करी विष्णु करे भक्ति महिरे ब्राह्मण परी लभई से ख्याति भाग्य दोषे जेउ नारी विधवा हुई सुख भोग पाई सबु बेले भाबु थाई किछि संपत्ति ताहार हस्तरे पड़िले बेश होई रमे बिट पुरुषर तुले कहिबा चलिबा गति करे विडंबन ए नारी जा घरे थाए से नरक भुवन स्त्री कूलटावर स्वामी निंदाकारी होइले ताहा पापरे पति जाए मरी जेउ नारी पति प्राणा सेही पतिव्रता स्वामी व्यतीत न पूजे
ଅନ୍ୟାନ୍ୟ ଦେବତା। ସ୍ୱାମୀ ସୁଖେ ସୁଖୀ ସ୍ୱାମୀ ଦୁଃଖେ ଦୁଃଖୀ ହୋଇ, କେତେବେଳେ କଟୁ କଥା ସ୍ୱାମୀକୁ ନ କହି। ଶାଶୁ ଶ୍ୱଶୁର ଦିଅର ମାନଙ୍କୁ ସେ ପୁଣ, ବିଧି ମତେ ଭକ୍ତି ସ୍ନେହେ କାଟୁଥାଏ ଦିନ। ଏପରି କାମିନୀ ଯେବେ ବିଧବା ହୋଇ, ସ୍ୱାମୀ ନାମ ମାଳ କରି ସଦା ଜପୁଥାଇ। ଦିବାରାତ୍ର ଈଶ୍ୱରଙ୍କ ନାମ ଜପ କରେ, କଠୋର ବୈଧବ୍ୟ ବ୍ରତ ପାଳେ ନିରନ୍ତରେ। ଆପଣା ଭାଗ୍ୟର ଫଳ ଜାଣି ସେ ତରୁଣୀ, ସର୍ବ ସମୟରେ ହୃଦେ ଚିନ୍ତେ ବଜ୍ରପାଣି। ମରିବା ସମୟେ ସ୍ୱାମୀ କିମ୍ବା ପିତା ଘରେ, ପର ପୁରୁଷ ନ ଚାହିଁ ଥାଏ ସେ ନେତ୍ରରେ। ଏପରି ରମଣୀ ପୁଣ୍ୟ ବଳେ ଦୁଇ କୂଳ, ଅକ୍ଳେଶେ ଯାଆନ୍ତି ତରି ଜାଣ ବିଜ୍ଞାନର। ଶ୍ରେଷ୍ଠା ଅଟନ୍ତି ସେ ନାରୀ ସଂସାର ମଧ୍ୟରେ, ତାଙ୍କ ବିନା ଗୃହ କର୍ମ ନ ଚଳେ ବିଧିରେ। ପିତା ମାତା ଅଧୀନରେ ବାଲ୍ୟକାଳେ ଥାନ୍ତି, ସ୍ୱାମୀ ଅଧୀନେ ଯୌବନ ସମୟ କଟାନ୍ତି। ବିବାହ ଦିନରୁ ସ୍ୱାମୀ ସାଥେ ଥାଏ ରହି, ସଦା ସର୍ବଦା ସ୍ୱାମୀର ଆଜ୍ଞା ସେ ପାଳଇ। ବୃଦ୍ଧା ଅବସ୍ଥାରେ ପୁତ୍ର ଅଧୀନରେ ରହି, ସ୍ୱାଧୀନତା କେତେବେଳେ ତାହାଙ୍କର ନାହିଁ। ରମଣୀର ମଧୁରତା ମନୋହର ଛବି, ଦେଖିଲେ ସମସ୍ତଙ୍କର ହୃଦୟ ଯାର ଦ୍ରବି। ମାତ୍ର ଲଜ୍ଜା ବରଣ ରୂପରେ ତାଙ୍କର, ରକ୍ଷା କରିଥାଏ ମାନ ସର୍ବଦା ସକଳ। ତୀର୍ଥଯାତ୍ରା ବାର ବ୍ରତ ଦେବତା ପୂଜନ, ରମଣୀରଣଙ୍କ ସାଥେ ନାହିଁ ପ୍ରୟୋଜନ। ସ୍ୱାମୀ ମନ୍ତ୍ର ସ୍ୱାମୀ ବ୍ରତ ସ୍ୱାମୀ ଜପ ଧ୍ୟାନ, ସ୍ୱାମୀ ମନ୍ତ୍ର ସ୍ୱାମୀ ତନ୍ତ୍ର ସ୍ୱାମୀ ଆରାଧନ। ଏପରି ସ୍ତ୍ରୀ ଯା ଗୃହେ ଥାଏ ସେ ଗୃହକୁ, ଲକ୍ଷ୍ମୀଙ୍କ ସହିତେ ହରି ନ ଛାଡ଼ନ୍ତି ତାକୁ। କାମିନୀ ମାନେ ସଂସାରେ ସୁଖର କାରଣ, ସେମାନଙ୍କୁ ଛାଡ଼ି ଗୃହ କଲେ ଅକାରଣ। ଦୁଃଖ ଶୋକ ବିପଦରେ ଧୈର୍ଯ୍ୟ ଦେବା ପାଇଁ, ପୂର୍ଣ୍ଣ ଶାନ୍ତି ପାଇବାର ସ୍ଥାନ ନାରୀ ହୋଇ। ଏତେ ଗୁଣ ଥିଲେ ଜାଣ ସ୍ତ୍ରୀ ଜାତି ଠାରେ, ବିଶ୍ୱାସ ନ ଯିବ କେବେ ତାହାଙ୍କୁ ବିଧିରେ। ମାୟର ଭଣ୍ଡାର ନାରୀ ମାନେ ଯେ ଅଟନ୍ତି, ନାନା ମିଥ୍ୟା କହି ପୁଣି ମନକୁ ଭୁଲାନ୍ତି। ନାରୀ ମାନଙ୍କର ସ୍ନେହ ମୋହରେ ପଡ଼ିଣ, କେତେବେଳେ ନ କହିବ ବିଶ୍ୱାସ ବଚନ। ଗୁପ୍ତ କଥା ନାରୀକୁ କହିଲେ ଗୁପ୍ତରେ, ବିପଦ ବରଣ ସେହି କରେ ଅକ୍ଳେଶରେ। ଯେଉଁମାନେ ଅଟନ୍ତି ଯେ କୁଳବତୀ ନାରୀ, ଲଜ୍ଜାଶୀଳା ଧାର୍ମିକା ସେ ପତି ସେବାକାରୀ। ଦାସୀ ଯୋଗ୍ୟା ନାରୀଙ୍କର ଗତି ରୀତି ଶୁଣ, ଯେଣେ ଇଚ୍ଛା ତେଣେ ଯାଏ ଲଜ୍ଜା ନ ଭାବିଣ।
ଶୁଣିବାକୁ ପର ଛିଦ୍ର କର୍ଣ୍ଣ ଡେରି ଥାଏ। ଅନ୍ୟକୁ ବିପଦ ହେଲେ ହରଷିତ ହୁଏ। ଲୋକେ ଜାଣିବା ନିମନ୍ତେ ଯାଉଥିବା ବେଳେ ନାନାଦି ଛଟା ଦେଖାଇ ଚାଲେ ସେ ହୁହେଳେ। ସବୁବେଳେ ଧନୀ ଲୋକ ପାଶେ ତାର ମନ, ନାନାଦି ଜଡ଼ିବୁଟିରେ ଥାଏ ବୁଦ୍ଧି ଜ୍ଞାନ। ଏହିପରି ରମଣୀଏ ହନ୍ତି ସହଚରୀ, ନାରୀ ବଶ ପୁରୁଷ ମାନଙ୍କ ପାଶେ ସ୍ଥିରୀ। ଏପରି ନାରୀଙ୍କୁ ଯେହୁ କରେ ସମାଦର, ସର୍ବ ସୁଖ ନାଶ ଯାଏ ସହଜରେ ତାର। ସୁନ୍ଦର ଲାବଣ୍ୟ ରୂପ ବୁଦ୍ଧିମତୀ ନାରୀ, ହୀନ ଜନ ସଙ୍ଗେ ପଡ଼ି ନାଶ କରେ ଶିରୀ। ଯେପରି ଦୁଧରେ ଅଳ୍ପ ଗାଈ ମୂତ୍ର ପଡ଼ି ଦୁଧର ସୁଗୁଣ ଯାକ ସବୁ ଦିଏ ପୋଡ଼ି। ସତ୍କୁଳରେ ଜାତ ଯାର ବିଶୁଦ୍ଧ ବ୍ୟବହାର, ଧର୍ମ କାର୍ଯ୍ୟ ବିନା ଚିନ୍ତା ନଥାଇ ତାହାର। ସାବିତ୍ରୀ ସତୀଙ୍କ ନାମ ତ୍ରିପୁରେ ବିଖ୍ୟାତ, ଯେବେ ସେ ପରି ରମଣୀ ନିଚ ସଙ୍ଗେ ଚିତ୍ତ। ଜାଣିବେ ହୀନ କର୍ମ ସହଚରୀ କରେ, କେତେ ନାରୀଙ୍କୁ ନାଶନ୍ତି ସେହୁ ସହଜରେ। ଏହି ହେତୁ ଧର୍ମରାଜ ମୋ ବଚନ ଶୁଣ, ନାରୀଙ୍କୁ କେଭେ ବିଶ୍ୱାସ ନ ଯିବ ରାଜନ। ବିଶେଷ ଭାବରେ ଦୁଷ୍ଟ ରମଣୀ ମାନଙ୍କୁ ନ ରଖିବ ଧର୍ମରାଜ କହିଲେ ତୁମ୍ଭଙ୍କୁ। ରାଜାଙ୍କ ଧର୍ମ ଅଟେ ପ୍ରଜା ପାଳନ, ପ୍ରଜାଙ୍କର ମଙ୍ଗଳେ ରାଜା ନଷ୍ଟ ଜାଣ। ବେଶ୍ୟା ଭ୍ରଷ୍ଟା ନାରୀ ମାନେ ଏହି ଜଗତରେ, ସାହାଯ୍ୟ ପାଇଲେ କ୍ଷତି ଘଟାନ୍ତି ସତରେ। ତେଣୁ ସେମାନଙ୍କୁ ଦୂରେ ରଖିବା ଉଚିତ, ଯେମଜେ ତାଙ୍କ ପ୍ରୀତିରେ ଧର୍ମ ହୁଏ ହତ। ଅନେକ ନରକ ଭୋଗ ସେ ଜନ କରଇ, ଜୀବନେ ଅଶାନ୍ତି ମଲେ କୁମ୍ଭୀ ପାକେ ଯାଇ। ନାସ୍ତିକ ଧର୍ମ ବିଦ୍ରୋହୀ ପାଷାଣ୍ଡ ମାନବେ, ନ ମାନନ୍ତି ନାରାୟଣ ଅଛନ୍ତି ଏ ଭବେ। ମଦ ମାଂସ ବେଶ୍ୟା ସଙ୍ଗ ଉଦ୍ଧତ ଆଚାର, ପ୍ରଜା ପୀଡ଼କ ନରକରେ ବାସ ଏହାଙ୍କର। ଶାସ୍ତ୍ରେ ଅଛି ସର୍ପ ବିଷ ବ୍ୟାଧି ଦୂର କରେ, ହେଲେ ମଧ୍ୟ ତା ନିକଟେ କିଏ ଯାଇପାରେ। ତାହାଙ୍କର ସହବାସ ନରକ ଯେପରି, ସଂସର୍ଗରେ ଧର୍ମ ନାଶ ହୁଏ ସେହିପରି। ଯେ ନର ପ୍ରୀତି କରଇ ସଙ୍ଗରେ ୟାଙ୍କର, ନରକେ ପଡ଼ଇ ଧର୍ମ ନାଶ ଯାଏ ତାର। ମଦ ଖାଇ ଯେଉଁ ଲୋକ ପୁଣି ଜୁଆ ଖେଳେ, ଲକ୍ଷ୍ମୀ ତା ମୁଖ ନ ଦେଖି ରହେ ଆଢ଼ୁଆଳେ। ଉପଯୁକ୍ତ ଲୋକେ ଯେବେ ଚଣ୍ଡାଳର ଘରେ, ଜନମଲ ଭଇ ପୂଜା ପାଏ ଜଗତରେ। ଯେ ସଂସାର ମାୟା ଜାଲ ଛିନ୍ନ କରିଥାଏ, ହରିଙ୍କର ପାଦ ପଦ୍ମେ ତାର ମନ ଥାଏ। ସର୍ବଦା ଲୋଡ଼ଇ ସେହୁ ସଙ୍ଗ ସାଧୁଙ୍କର,
संसार सागरे बंदी न हुए सतोर प्रभुंक पादरे सदा रखि थाए मन तीर स्नान करिबाकु हेउथाए छन सामान्य नुहई सेही नर जे संसार देवता संगे समान से शास्त्र मतरे एमंत जन जे धन्य संसारे अटई धर्म अर्थ काम मोक्ष चतुर्वर्ग पाई हे जगतनाथ प्रभु कमलार पति दीन विप्र नारायणे दिय सदगति। लक्ष्मी अवस्थान निरूपण और कृष्ण को आणिबा निमंते भीमंक गमन। शुणन्तु विबुद्ध जने देई मन कन जन्मे जय जैमिनीक कथोपकथन व्यासदेवंक मुखरु ज्ञान तत्व सार श्रवण करी संतोष लभि युधिष्ठिर पुणे बेनी कर जोड़ी बोइले राजन आउ एक कथा मते कहे तपोधन शुणिले संसार धर्म कहिल बुझाई आहे ऋषि वर एक संशय लागई संसार क्षेत्र रे जे हो सुखे करे घर लक्ष्मी सुदया सदा थाए ता उपर ताहांक बिने संसारे चली न हुई से लक्ष्मी बले नर समस्त लभई मात्र केउ कार्य लक्ष्मी संतोष हुअन्ति केउ परकारे स्नेह दया से बहन्ति जेउ गृहे महालक्ष्मी सुदया करन्ति सेठावरे विद्यमान थान्ते श्रीपति एथिर कारण मोते कुहत पिसाई भव मुख शुणी मोहि कृतार्थ हेबई ऐसन वचन धर्म ठारो व्यास शुणी मृदु हासे आरंभिले कहिबाकु बाणी श्रीकृष्ण को शुद्ध मने जे ध्यान करई सत आचरणे सत्य मन देई थाई समस्त जीवंक ठारे समभाव धरे मिथ्या अहंकार गर्व आदि त्याग करे मिथ्या न कहिण साधु संग जे करई ताहांक ठारे लक्ष्मींक सदा दया थाई कमला संतुष्ट हेले तहे नारायण उभये रहन्ति एबे शुण धर्मराण।